କହିବାକୁ ଗଲେ ଆମ ବ୍ରହ୍ମପୁରର ମନ ପ୍ରାଣ ଆତ୍ମା ବୋଲି କହିଲେ ପୁରୀ ଉପମାକୁ ଏକା ବୁଝାଉଛି। କି ବୋଲେ ସେଇଠି ସକାଳର ଜଳଖିଆ ବୋଲେ ତ ଖାଲି ପୁରୀ ଉପମା ଏକା ବନେଇ ଥାଉଛନ୍ତି। ଆଉ ପୁରୀ ଉପମା ଜଳଖିଆ ବୋଲେ ମୋର ହେଲେ ବେଶୀ ଫେଭରେଟ୍ ହେଲେ ଆମେ ତ ବାହାରେ ରହିଲୁ ନା, ସେଥିପାଇଁ ଆଉ ପୁରୀ ଉପମା ମିଳିବ କିଏ ଖାଇବାକୁ। ମୁଁ କ'ଣ କଲି ନା ଆଜି ଘରେ ବନେଇଥିଲି ପୁରୀ ଉପମା। ଦେଖିଲା ବେଳକୁ ରାତିରେ ମଟର ବତୁରେଇକି ରଖିବାକୁ ପଡ଼ିବ, ହେଲେ ମଟର ଆଜି ବତୁରେଇନି। କ'ଣ କରିବି ବୋଲି ଭାବିକି ମୁଁ କ'ଣ କଲି, ଯେଉଁ ଚଣା ଯାଇ ନାହିଁ କି ତାକୁ ଟିକେ ବତୁରେଇକି ରଖିଦେଲି। ତାପରେ ତ ପ୍ରେସର ଗୋଟେ ବସେଇଦେଲି। ପ୍ରେସରରେ ତେଲ ଟିକେ, ଜିରା ଟିକେ, ପିଆଜ ଟମାଟୋ ସବୁ ପକାପକି କରିଦେଲି। ଚଣା ଯାଇ ଆଳୁ ସବୁ ପକାଇଦେଲି, କଷାକଷି କରିକି ତ ତରକାରୀଟେ ଗୋଟେ ବନେଇଦେଲି। ଆଉ ଏପଟେ ସୁଜି ସେମିଆକୁ ଟିକେ ଭାଜିଦେଲି। ଆଉ ଯାହା କହୁଛ କୁହ ସିନା, ଉପମା କଲାବେଳେ ଫୁଟଣଟା ଏକା ମେନ୍ କି ବୋଲେ ଯେଉଁ ଫୁଟଣଟା କରାହେବନି କି ଉପମା ପାଇଁ, ତା ଫୁଟଣଟାରେ ଏକା ପେଟ ଫୁଲ ହେଇଯିବ କି ବାସ୍ନା ହେ। ତାପରେ ତ ଉପମା ରେଡ଼ି କରିସାରିଲା ପରେ ଏପଟେ ଅଟା ଚକୁଡ଼ିକିରି ତ ଗୋଲ ଗୋଲ କରିଦେଇକି ତ ପୁରୀ ବନେଇଦେବ। ଆଉ ଦେଖ କେମିତି ପୁରୀ ଯାହା ଫୁଲୁଛି, ଯେ ପୁରୀ ଫୁଲେଇବାର ଟେକ୍ନିକ୍ ମୋତେ ଜଣାବା। ଏବେ କିସ ଆଉ ପୁରା ତ ସବୁ ରେଡ଼ି ହେଇଗଲା। ଆଉ ବାଦାମ ଚଟଣି ହେଲେ କରିଥିଲି। ଆଉ ପୁରୀ ଉପମା ତରକାରୀ ଚଟଣି ତ ପୁରା ରେଡ଼ି ହେଇଗଲା। ଏବେ ପ୍ଲେଟ୍ରେ ବାଢ଼ି ଦେଲୁ ଦୁଇ ଜଣ ଯାକ। ତାପରେ ତ ବସି ପଡ଼ିଲୁ ଖାଇବା ପାଇଁ। ଆଉ ହେଲେ ଯାହା କହୁଛ କୁହ ସିନା, ଏମିତି ପୁରୀ ଉପମା ଟିକେ ପାଟିରେ ବାଜିଲାକୁ କି ଶାନ୍ତି ଲାଗିଲା ହେ। ଓହୋ, ଆଉ କୁହନି ହେ। ହେଲେ ଗୋଟେ କଥାଟେ ଜାଣିଛ ନା, ଆମେ ସମସ୍ତଙ୍କୁ ଖୁସିରେ ତ ରଖିପାରିବା ଆମ ହାତରେ ନାହିଁ ହେ, କିନ୍ତୁ ଆମେ କାହାକୁ ଦୁଃଖୀ ନ କରିବା ଆମ ହାତରେ ଅଛି। ସେଥିପାଇଁ କଥା କହିଲା ବେଳକୁ ସବୁବେଳେ ଭାବିକି ଚିନ୍ତିକି କହିବା କଥା।